ଶୀତ ଦିନ ହେବାରୁ ରାତି ହେବା ପରେ ପରେ ହିଁ ଜଙ୍ଗଲରେ ଅନେକ ଥଣ୍ଡା ପଡୁଥିଲା। ଦିନେ ତ ଜଙ୍ଗଲରେ ପ୍ରବଳ ବର୍ଷା ହେଲା। ସେ ଜଙ୍ଗଲର ସବୁ ଚଢ଼େଇ ନିଜ ନିଜ ଘରକୁ ପକ୍କା କରି ନେଇଥିଲେ। କେବଳ ଗୋଟେ ଚଢ଼େଇ ନିଜ ଘରକୁ ପକ୍କା କରି ପାରିନଥିଲା। କଣ ଅଚାନକ ଏମିତି ବର୍ଷା କାହିଁକି ହେଲା? ମୁଁ ଏଯାଏ ମୋ ଘର ମରାମତି କରିନି। ଯଦି ଏ ବର୍ଷାରେ ମୋ ଘର ଭାଙ୍ଗିଯାଏ, ମୁଁ ମୋ ଦୁଇ ଛୁଆଙ୍କୁ ନେଇ ଏବେ କୋଉଠି ଆଶ୍ରୟ ନେବି? ମା ଦେଖ ନା, ଆମ ଘର କେତେ ଜୋରେ ହଲୁଛି। ଆମ ଘର କଣ ଭାଙ୍ଗିଯିବ ମା? ଏ ଘରେ ଆଉ ବେଶୀ ସମୟ ରହିହେବନି ପିଲାମାନେ, ଶୀଘ୍ର ଘରୁ ବାହାର। ଯା ହଉ ଠିକ ସମୟରେ ଆମେ ଘରୁ ବାହାରି ଯାଇଥିଲେ, ନହେଲେ କଣ ଯେ ହେଇଥାନ୍ତା। ମା ଭାରି ଡର ଲାଗୁଛି। ଦେଖ ନା କେତେ ଜୋରେ ବିଜୁଳି ମାରୁଛି। ଏବେ ଆମର କଣ ହେବ ମା? ଭୟ କରନି ପିଲାମାନେ, ମୁଁ ତୁମ ପାଖରେ ଅଛି। ମୋ ପାଖକୁ ଆସ। କିଛି ସମୟ ପରେ ସକାଳ ହେଇଯିବ। ସକାଳେ ମୁଁ ଆମ ରହିବାର ବ୍ୟବସ୍ଥା କରିନେବି। ଏମିତି ସେ ରାତି ବିତିଗଲା। ପରଦିନ ସକାଳେ ମା ଚଢ଼େଇ ଭଲ କାଠ ଖୋଜିବାକୁ ଜଙ୍ଗଲ ଭିତରକୁ ଗଲା। ସେ ଅନେକ ଖୋଜିଲା ପରେ ବି ସେଦିନ ଭଲ କାଠ ପାଇଲାନି। ଗତ ରାତିରେ ବର୍ଷା ପାଇଁ ସବୁ କାଠ ଓଦା ହେଇଯାଇଛି। ରାତି ହେବା ଆଗରୁ ମୁଁ ଯଦି ଘର ତିଆରି ନ କରି, ମୋ ପିଲାମାନେ ବହୁତ କଷ୍ଟ ପାଇବେ। ଏବେ କଣ କରିବି? ଆରେ କଣ ଏଠି ଏତେ ବଡ଼ ଗୋଟେ ପଇଡ଼ ପଡ଼ିଛି? ମୁଁ ଆଗରୁ ଏମିତି ବଡ଼ ପଇଡ଼ ଦେଖିନଥିଲି। ମୁଁ ଯଦି ଏଇ ପଇଡ଼ରେ ଘର ତିଆରି କରିନିଅନ୍ତି, ମୋ ପିଲାମାନଙ୍କ ପାଇଁ ଆଉ ଚିନ୍ତା ରୁହନ୍ତାନି। ଏମିତି କହି ସେ ମା ଚଢ଼େଇ ଦିନ ସାରା ପରିଶ୍ରମ କରି ପଇଡ଼ରେ ଗୋଟେ ଘର ତିଆରି କଲା। ତାପରେ ସେ ତାର ପିଲାମାନଙ୍କୁ ସେ ଘରକୁ ଆଣିଲା। ମା ଏ ପଇଡ଼ ଘର ଭିତରଟି କେତେ ଗରମ ଅଛି। ମତେ ଜମା ବି ଥଣ୍ଡା ଲାଗୁନି। ସତରେ ମା, ଏ ଘରଟି ନା ଅନେକ ସୁନ୍ଦର ହେଇଛି। ତାହେଲେ ତମ ଦୁଇ ଜଣଙ୍କୁ ଏ ଘର ଭଲ ଲାଗିଲା? ଭଲ ନୁହେଁ ମା, ବହୁତ ଭଲ ଲାଗିଲା। ମା ଏବେ ପୁରା ଶୀତ ଦିନ, ଆମେ ଆରାମରେ ଘରେ ରହିପାରିବା। ଆମକୁ ଜମା ବି ଥଣ୍ଡା ଲାଗିବନି। ଚଢ଼େଇ ତାର ଦୁଇ ଛୁଆଙ୍କୁ ନେଇ ସେ ପଇଡ଼ ଘରେ ରହିଲା। ସେଇ ଜଙ୍ଗଲରେ ଦୁଇଟି ଅଳସୁଆ କାଉ ରହୁଥିଲେ। ସେମାନେ ଚଢ଼େଇର ପଇଡ଼ ଘର ବିଷୟରେ ଜାଣିଲା ପରେ କଥା ହେଲେ। ଆରେ ଶୁଣୁଛ, ମୁଁ ଆଜି ଦେଖି ଆସିଲି ଚଢ଼େଇ ଯୋଉ ପଇଡ଼ରେ ଘର ତିଆରି କରିଛି, ସେ ପଇଡ଼ ଘର ଭିତରଟି ନା ଭାରି ଗରମ। ସେ ଘର ଭିତରେ ଜମା ଥଣ୍ଡା ଲାଗେନି। ଆମେ ଯଦି ଚଢ଼େଇର ଘର ନେଇପାରନ୍ତି ନା, ଆରାମରେ ଆମ ଶୀତ ଦିନ କଟିଯାଆନ୍ତା। ହଁ ଠିକ ଯେ, ହେଲେ ଚଢ଼େଇ କେତେ ପରିଶ୍ରମ କରି ସେ ଘର ତିଆରି କରିଛି। ସେ କଣ ଆମକୁ ଏମିତି ମାଗଣାରେ ତା ପଇଡ଼ ଘର ଦେଇଦେବ? ତୁମେ ଯାହା କରୁଛ କର ପଛେ, ଚଢ଼େଇରୁ ତା ପଇଡ଼ ଘର ଆଣ, ନହେଲେ ମୁଁ ତୁମକୁ ଛାଡ଼ି ଚାଲିଯିବି। ଓହୋ, ତୁ ଏତେ ରାଗୁଛୁ କାହିଁକି? ମତେ ଆଗ ଭାବିବାକୁ ଦେ, ଚଢ଼େଇଠୁ ଆମେ କେମିତି ଘର ଆଣିବା। ଏଥିରେ ଏତେ ଭାବିବାର କଣ ଅଛି ଯେ? ଚଢ଼େଇର ତ ସ୍ୱାମୀ ମରିଯାଇଛି। ସେ ଏକୁଟିଆ ଆମ ସହ ଲଢ଼େଇ କରି ପାରିବନି। ଚାଲ ଆଜି ହିଁ ଆମେ ତା ଘରକୁ ଯିବା, ଆଉ ତା ଘରକୁ ନିଜର କରିନେବା। ଏମିତି ଦୁଇ କାଉ ଏକ ଯୋଜନା ବନେଇଲେ। ତାପରେ ସେମାନେ ଚଢ଼େଇର ଘରକୁ ଗଲେ। ଚଢ଼େଇ ଟିକେ ବାହାରକୁ ଆସେ, ଆମେ ବଡ଼ ବିପଦରେ ପଡ଼ି ତ ପାଖକୁ ଆସିଛୁ। କଣ ହେଲା କାଉ ଭାଇ, କାଉ ଭଉଣୀ, ତମେ ଦୁଇ ଜଣ ଏମିତି କାନ୍ଦୁଛ କାହିଁକି? ଚଢ଼େଇ, ଆମ ଘର ଭାଙ୍ଗି ଯାଇଛି। ତୁ ତ ଜାଣୁ ରାତିରେ କେତେ ଥଣ୍ଡା ପଡୁଛି। ଆଜି ରାତି ଆମକୁ ତ ଘରେ ଆଶ୍ରୟ ଦେଇଥା। ଆରେ ତମ ଘର ହଠାତ୍ କେମିତି ଭାଙ୍ଗିଗଲା? ସତରେ ଇଏ ବହୁତ ଦୁଃଖର କଥା। କିନ୍ତୁ କାଉ ଭଉଣୀ, ମୁଁ ଆଉ ମୋ ଦୁଇ ଛୁଆ କୌଣସି ମତେ ପଇଡ଼ ଘରେ ରହିଯାଉଛୁ। ମୋ ଘରେ ଏତେ ଜାଗା ନାହିଁ ଯେ ମୁଁ ତୁମ ଦୁଇ ଜଣଙ୍କୁ ରଖିପାରିବି। ଆମେ ଶୁଣିଥିଲୁ ଚଢ଼େଇ ତୁ ବହୁତ ଭଲ, ବିପଦ ସମୟରେ ସମସ୍ତଙ୍କୁ ସାହାଯ୍ୟ କରୁ। କେତେ ଆଶା ନେଇ ଆମେ ତ ପାଖକୁ ଆସିଥିଲୁ। ଆମେ କଣ ସବୁଦିନ ତ ଘରେ ରହିଥାନ୍ତୁ? କେବଳ ଆଜି ରାତି ତ ଘରେ ରହିଥାନ୍ତୁ। ଆଚ୍ଛା, ଆଜି ରାତି ତମେ ମାନେ ମୋ ଘରେ ରହିଯାଅ, କାଲି ସକାଳେ ଏଠୁ ଚାଲିଯିବ। ଦୁଇ କାଉ ଖୁସିରେ ସେ ରାତି ଚଢ଼େଇ ଘରେ ରହିଲେ। ସକାଳ ହେଲା ପରେ, କାଉ ଭାଇ, କାଉ ଭଉଣୀ, ଏଯାଏଁ ଶୋଇଛ? ସକାଳ ହେଇଗଲାଣି। ଏବେ ଯାଅ ଜଙ୍ଗଲ ଭିତରୁ ମଜବୁତ କାଠ ଆଣି ନିଜ ପାଇଁ ଘର ତିଆରି କରିନିଅ। ଆରେ ଚଢ଼େଇ, ଏତେ ସକାଳୁ ସକାଳୁ ଆମକୁ କାହିଁକି ଉଠଉଛୁ? ଆଉ ଟିକେ ଶୋଇବାକୁ ଦେ, ପରେ ଆମେ ଏଠୁ ଚାଲିଯିବୁ। ଏମିତି କିଛି ଦିନ ବିତିଗଲା। ଚଢ଼େଇ ଯେତେଥର କାଉମାନଙ୍କୁ ତା ଘରୁ ଯିବାକୁ କହୁଥିଲା, କାଉମାନେ କିଛି ନା କିଛି ବାହାନା କରି ତା ଘରେ ରହିଯାଉଥିଲେ। କାଉ ଭାଇ, କାଉ ଭଉଣୀ, ତମେ ମାନେ ଅନେକ ଦିନ ହେଲାଣି ମୋ ଘରେ ରହିଲଣି। ଏବେ ତମେ ମାନେ ନିଜ ପାଇଁ ଘର ତିଆରି କରିନିଅ।
ଏତେ ଅଳସୁଆ ହେବା ଭଲ ନୁହଁ। କଣ ହେଲା ଚଢେଇ, ତୁ ଆମକୁ ଅଳସୁଆ କହୁଛୁ? ତୋ ସାହସ ତ ବହୁତ ବଢିଗଲାଣି। ଆମେ ଆଉ କେବେ ବି ଏ ଘରୁ ଯିବୁନି। ଆଜିଠୁ ଏ ଘର ଆମର। ତୁ ତ ଛୁଆଙ୍କୁ ନେଇ ଭଲରେ ଆମ ଘରୁ ବାହାରି ଯା। ବେଶୀ ପାଟି କରିବୁ ତ ତତେ ଧକ୍କା ଦେଇ ଘରୁ ବାହାର କରିଦେବୁ। କାଉ ମାନଙ୍କର ଏପରି ଧମକ ଶୁଣି ଚଢ଼େଇ ଖୁବ୍ ଡରିଗଲା। ସେ ସାହାଯ୍ୟ ପାଇଁ ଜଙ୍ଗଲର ଅନ୍ୟ ଚଢ଼େଇ ମାନଙ୍କ ପାଖକୁ ଗଲା। ମିଟୁ ଭାଇ, ମତେ ଟିକେ ସାହାଯ୍ୟ କର। ସେ ଦୁଷ୍ଟ କାଉମାନେ ମୋ ଘରକୁ କବ୍ଜା କରି ନେଇଛନ୍ତି। ତାପରେ ଚଢ଼େଇ ସମସ୍ତଙ୍କୁ ସବୁ ଘଟଣା କହିଲା। ଆରେ ଚଢ଼େଇ, ତୁ କାହିଁକି ସେ କାଉମାନଙ୍କୁ ନିଜ ଘରେ ରହିବାକୁ ଦେଉଥିଲୁ? ସେ 2 ଜଣ ଭାରି ବଦମାସ। ତୁ ଜମା ବି ଚିନ୍ତା କରନି, ମୁଁ ତ ସାଙ୍ଗରେ ଅଛି। ହଁ ଚଢ଼େଇ, ଆମେ ସମସ୍ତେ ତ ସାଙ୍ଗରେ ଅଛୁ। ଚାଲ ଏବେ କାଉମାନଙ୍କ ପାଖକୁ ଯିବା। ଆଜି ସେମାନଙ୍କୁ ଉଚିତ ଶିକ୍ଷା ଦେଇକି ଛାଡ଼ିବା। ଏମିତି ସମସ୍ତେ ଚଢ଼େଇ ସାଙ୍ଗରେ ତା ଘରକୁ ଗଲେ ଆଉ କାଉମାନଙ୍କୁ ଚଢ଼େଇ ଘରୁ ଚାଲିଯିବାକୁ କହିଲେ। ହେଲେ କାଉମାନେ ତାଙ୍କ କଥା ଶୁଣିଲେନି। ଓଲଟା ଚଢ଼େଇମାନଙ୍କ ସହ ଲଢ଼େଇ କଲେ। ଶେଷରେ ଚଢ଼େଇମାନେ ପିଟି ପିଟି କାଉମାନଙ୍କୁ ସେଠୁ ବାହାର କରିଦେଲେ। ମୋ ପିଠି ମାଡ଼ ଖାଇ ଖାଇ ଦରଜ ହେଇଯାଇଛି। ଓହ, କି କଷ୍ଟ! ମୁଁ ଟିକେ ବି ହଲି ପାରୁନି। ତୁ ତ କହିଥିଲୁ ଚଢ଼େଇ ଆମର କିଛି କ୍ଷତି କରିପାରିବନି। ଏବେ ଦେଖେ ସେ ଆମର କଣ ଅବସ୍ଥା କଲା। ମୁଁ କଣ ଜାଣିଥିଲି ସେ ଚଢ଼େଇକୁ ସମସ୍ତେ ଏମିତି ସାହାଯ୍ୟ କରିବେ? ମୁଁ ତ ଭାବିଥିଲି ଚଢ଼େଇର ସ୍ୱାମୀ ନାହିଁ। ସେ ଏକୁଟିଆ ଆମ ସହ ଲଢ଼େଇ କରି ପାରିବନି। ସେ ଚଢ଼େଇ ଆମକୁ ବହୁତ ମାଡ଼ ଖୁଏଇଛି। ମୁଁ ତାକୁ ଏମିତି ଛାଡ଼ିବିନି। ମୁଁ ତାଠୁ ପ୍ରତିଶୋଧ ନେଇକି ରହିବି। ସେ ଆମକୁ ତା ପଇଡ଼ ଘରେ ତେଲାନି ନା। ଏବେ ସେ ବି ସେଇ ପଇଡ଼ ଘରେ ରହିପାରିବନି। ମୋ ସାଙ୍ଗରେ ଚାଲ, ମୁଁ ଆଜି ତା ଘରେ ନିଆଁ ଲଗେଇଦେବି। ହଁ, ମୁଁ ବି ସେ ଚଢ଼େଇଠୁ ମାଡ଼ର ପ୍ରତିଶୋଧ ନେବି। ଚାଲେ, ମୁଁ ବି ତ ସାଙ୍ଗରେ ଯିବି। ଏମିତି କଥା ହେଇ 2 କାଉ ଚଢ଼େଇ ଘରେ ନିଆଁ ଲଗେଇବା ପାଇଁ ମଶାଲ ଧରି ଆସିଲେ। ଠିକ୍ ସେଇ ସମୟରେ ଗୋଟେ ପରୀ ତାଙ୍କ ସାମ୍ନାକୁ ଆସିଲା। କିଏ କିଏ ତୁମେ? ତୁମେ କଣ ପାଇଁ ଏଠାକୁ ଆସିଲ? ମୁଁ ଏ ଜଙ୍ଗଲର ପରୀ। ଜଙ୍ଗଲର ଭଲ ପକ୍ଷୀମାନଙ୍କୁ ମୁଁ ରକ୍ଷା କରେ। ଭାବିଥିଲି ଚଢ଼େଇମାନଙ୍କ ମାଡ଼ ଖାଇଲା ପରେ ତମେମାନେ ସୁଧୁରିଯିବ। ହେଲେ ତମେମାନେ ସୁଧୁରିଲନି। ଏବେ ତମେମାନେ ନିଜ ଭୁଲର ଶାସ୍ତି ପାଇବ। ଏମିତି କହି ପରୀ ସେ 2 କାଉଙ୍କୁ ବରଫରେ ବନ୍ଦୀ କରିଦେଲା। ତାପରେ ସେଠାରୁ ଚାଲିଗଲା। ସେପଟେ ପଇଡ଼ ଘରେ ଚଢ଼େଇ ତାର 2 ଛୁଆଙ୍କ ସହ ଖୁସିରେ ରହିଲା। ଆରେ ଏ କଣ ହେଇଗଲା? ମୁଁ ତ ଟିକେ ବି ହଲି ପାରୁନି। ମତେ କେହି ସାହାଯ୍ୟ କର। କିଏ ତୁମେ? ଏମିତି କାନ୍ଦୁଛ କାହିଁକି? ମୁଁ ଜଣେ ପରୀ। ଗୋଟେ ଯାଦୁଗର ମତେ ଧରିବାକୁ ଚାହୁଁଥିଲା। ତା ପାଖରୁ ରକ୍ଷା ପାଇବା ପାଇଁ ମୁଁ ଏ ଜଙ୍ଗଲକୁ ଚାଲି ଆସିଲି। ଲୁଚିବା ପାଇଁ ଜାଗା ଖୋଜିବା ସମୟରେ ମୁଁ ଏକ ଗଛ ସହ ଧକ୍କା ହେଇ ପଡ଼ିଗଲି। ଆଉ ମୋର ଏମିତି ଅବସ୍ଥା ହେଲା। ତମେ 2 ଜଣ ମତେ ଟିକେ ସାହାଯ୍ୟ କର। ଏଇ ପାଖରେ ଗୋଟେ ମକା ଘର ଅଛି। ମତେ ସେ ଘର ଭିତରକୁ ନେଇଯାଅ। ମୁଁ ସେଠି କିଛି ସମୟ ଆରାମ କଲା ପରେ ସୁସ୍ଥ ହେଇଯିବି। ପରୀର ଏପରି କଥା ଶୁଣି 2 କାଉ ତାଠୁ ଦୂରକୁ ଯାଇ କଥା ହେଲେ। ଆରେ ଶୁଣ ନା, ଇଏ ଗୋଟେ ପରୀ। ଚାଲ ଆମେ ତାକୁ ସାହାଯ୍ୟ କରିବା। ମୁଁ ଶୁଣିଛି ପରୀମାନଙ୍କୁ ଯିଏ ସାହାଯ୍ୟ କରେ ପରୀ ସେମାନଙ୍କୁ ଉପହାର ଦିଏ। ଆମେ ଏଇ ପରୀକୁ ସାହାଯ୍ୟ କରିବା ଆଉ ଉପହାରରେ ତାଠୁ ଆମେ ଅନେକ ସୁନା ନେଇଯିବା। କାଉ ବି ତା ସ୍ତ୍ରୀ କଥାରେ ରାଜି ହେଇଗଲା। ତାପରେ 2 କାଉ ପରୀକୁ ନେଇ ସେ ମକା ଘର ଭିତରକୁ ଗଲେ। ତମ 2 ଜଣଙ୍କୁ ଅନେକ ଅନେକ ଧନ୍ୟବାଦ। ଆଜି ତୁମ ପାଇଁ ମୋ ଜୀବନ ବଞ୍ଚିଗଲା। ଧନ୍ୟବାଦ ତ ଠିକ ଅଛି, ହେଲେ ପରୀ ଆମେ ତୁମକୁ ସାହାଯ୍ୟ କରିଛୁ। ତା ବଦଳରେ ଆମକୁ କିଛି ଉପହାର ଦିଅ। ହଁ, ମୁଁ ତୁମମାନଙ୍କୁ ନିଶ୍ଚୟ ଉପହାର ଦେବି। କିନ୍ତୁ ମୋ ଯାଦୁର ଲାଠି ବିନା ମୋ ଯାଦୁ ଶକ୍ତି କାମ କରିନି। ମୁଁ ଯୋଉ ଗଛ ତଳେ ପଡ଼ିଥିଲି ସେଇ ଗଛ ପାଖରେ ହିଁ ମୋ ଯାଦୁର ଲାଠି ପଡ଼ିଥିବ। ମତେ ମୋ ଯାଦୁର ଲାଠି ଆଣିଦିଅ, ମୁଁ ତୁମକୁ ଉପହାର ଦେବି। ଏମିତି ଶୁଣି 2 କାଉ ପରୀର ସେ ଯାଦୁର ଲାଠି ନେବା ପାଇଁ ଆସିଲେ। କିଛି ସମୟ ଖୋଜିଲା ପରେ ସେମାନେ ସେ ଯାଦୁର ଲାଠି ପାଇଗଲେ। ଆରେ ଏଇ ତ ସେ ପରୀର ଯାଦୁର ଲାଠି। ଚାଲ ଏବେ ୟାକୁ ନେଇ ତା ପାଖକୁ ଯିବା। ଆରେ ରହ, ଏ ଯାଦୁର ଲାଠି ଯଦି ଆମେ ପରୀକୁ ଦେବା ସେ କେବଳ ଥରେ ଆମକୁ ଉପହାର ଦେବ। କିନ୍ତୁ ଯଦି ଏ ଯାଦୁର ଲାଠି ଆମେ ନେଇଯିବା ଆମେ ସବୁଦିନ ଉପହାର ପାଇବା। ହଁ, ତୁମେ ଏକଦମ ଠିକ କଥା କହିଛ। ହେଲେ ସେ ପରୀ ତ ଏକଥା ଜାଣିଲେ ଆମଠୁ ଏ ଯାଦୁର ଲାଠି ନେଇଯିବ। ତୁ ଚିନ୍ତା କରନି, ଆମେ ଯାଦୁର ଲାଠି ନେଇ ପରୀକୁ ସେହି ମକା ଘରେ ବନ୍ଦୀ କରିଦେବା। ସେ କେବେ ବି ମକା ଘରୁ ବାହାରି ପାରିବନି।
कि आमठू ए जादुर लाठी नहीं पारिबनी। एमिति कथा हेई दुई काऊ परी को सेई मका घरे बंदी करदेले। परी जेतेबेले ए कथा जानिला से काऊ मानकु कहिला, अरे तमे माने कौन करुच? ए बड़ी भूल करनी, मते मका घरे बंदी करनी, मते शीघ्र एठु बाहर कर। मो जादू लाठीर अपव्यवहार करनी, नहले पछरे तमे माने कष्ट पाइबो। चुप कर परी, आजिठू तोरे जादुर लाठी आमर। तू आउ केबे भी ए मका घरु बाहरी पारिबुनी कि आमर क्षति करि पारिबुनी। परीर किछि कथा न सुनी दुई काऊ से जादुर लाठी धरी घर को आसिले। हा हा हा, एबे जादुर लाठी साहाଯ୍ୟରେ आमे जंगल रे सबुठारु धनी पक्षी हेई जिबा। एक कथा भाबिला बेले मते केते जे खुशी लागुची मु कहि पारुनी। मते कौन कम खुशी लागुची कि? मते तो खुशी रे बिरयानी खाइबाकू इच्छा होची। तते बिरयानी खाइबाकू इच्छा होची? मु एबे तो पई बिरयानी आनी दउची। तापरे काऊ से जादुर लाठी को बुलेला, संगे संगे सेठी 2 प्लेट बिरयानी बाहरिला। अरे वाह, मु कहू कहू तुमे मो पई बिरयानी आनी देला। देखुछु कौन, शीघ्र तो मन पसंदर बिरयानी खा। तापरे दुई काऊ मन खुशी रे बिरयानी खाइले आउ राति रे सोई पड़िले। परदिन सकाळे, अरे देख ना आम घरटा केते भंगा आउ आम जिनिस पत्र भी पुरुणा। ए जादुर लाठी देई आम घर को नुआ कर दियो ना। काऊ तांको पुरुणा जिनिस को नुआ करदेला आउ तांको घर को भी बड़ करदेला। एमिति दुई काऊ जादुर लाठी साहाଯ୍ୟରେ अनेक धनी हेई गले। तथापि सेमाने खुशी नथिले। सेमाने केमिति जंगलर अन्य चढ़ी मानकु हैरान करिवे चिंता कले। आरी सोच, आमे ते धनी हेला परि भी चढ़ी माने आम कथा सुनु नाहंती। ए जंगल रे एमिति भी चढ़ी अछंती जो माने एबे भी धनी। एमिति किछि कर जेमिति ए जंगलर सब चढ़ी गरीब हेई जिवे आउ हमर सब कथा मानिबे। अरे वाह, तू एकदम ठीक कथाटे कहिलु। मु तो एमिति भाबी नथिली। मु एबे ही सब चढ़ी को गरीब करिदेबी। तापरे सब चढ़ी आम कथारे उठिबे आउ आम कथारे बसिबे। एमिति चिंता करी काऊ माने चढ़ेर घर को गले आउ तार मजबूत घर को भंगा घर करदेले। ये कौन काऊ भाई, तुमे कौन कल? मोर एते मजबूत घर को भंगा घर करदेल। एबे शीत दिन, राति हेले अनेक ठंडा लागुची। एबे मु केमिति भंगा घरे रहिबी? मो घर को आग भली कर दियो। तू मो मुह ऊपर जवाब देउचु? तोर साहस तो कम नहीं। आजिठू आमे जंगलर राजा और रानी, तू आमर सब कथा मानिबू। जदि न मानिबू तोरे भंगा घर को भी आमे नहीं जीबू। एमिति कही काऊ माने सेठारु चली गले। ठीक एही परी सब चढ़ीक नुआ घर को से माने पुराना आउ भंगा घर कर देउथिले। चढ़ी मानक उपरी से माने अनेक अत्याचार करुथिले। अनेक कष्ट करी शीत दिन आसीबा आगरु मु मो घर को मजबूत करिथिली, हेले से दुष्ट काऊ माने मो घर को भंगा घर करिदेले। ठंडा पाई मु आउ मोर परिवार अनेक कष्ट पाउछु। हे भगवान, से दुष्ट काऊ मानकु शीघ्र शास्ति दियो। हाँ ठीक कहल मिट्टू भाई, ए काऊ माने आम उपरे अनेक अत्याचार करुचंती। भगवान तांको निश्चय शास्ति देबे। अरे तमे माने एठी कांदुच? कांदिबनी भी कौन पाई? काऊ माने जहा भी करुचंती ता पाई तो समस्ते कांदुचंती। आउ मन दुख करनी। मु एबे सुनी आसिली आज राति रे अनेक शीत पड़िबो। चलो जंगल भितरु किछि सुखिला काठ नहीं आसीबा। घर सिना भंगा हेले आमे काठ जळी किछिटा गरम पाइबा। हाँ चढ़ी, तू ठीक कहलु। मु भी एबे सुखिला काठ आनिबाकू जाइथांती। चलो समस्ते मिसिकी जिबा। तापरी सब चढ़ी जंगल भितर को सुखिला काठ आनिया पई गले। काठ खोजु खोजु सेमाने जंगलर बहुत भितर को चली गले। हठात सेमाने एक कांदिबार स्वर सुनिले। सेमाने सेठी अटकी गले। अरे किए कांदुची बोधे? तमे माने भी कांद सुनी पारुच ना? मु भूल सुनिली? ना चढ़ी, तू भूल सुनिनु। आमे भी कांदिबार स्वर सुनिचु, हेले एठी किए कांदुची केही भी तो देखा जाऊ नाहंती। सेपटे देख, सेठी गोटे मका घर देखा जाउची। निश्चय सेही पाखरु ही कांदिबार स्वर सुबुची। चलो सेठाकू जिबा। अरे ये केमितिका घर जहार कबाट ही नहीं?
ଏଇ ଘର ଭିତରୁ ହିଁ କାନ୍ଦିବାର ସ୍ୱର ଶୁଭିଛି। କିଏ ଅଛ ଭିତରେ? ତୁମେ କାହିଁକି କାନ୍ଦୁଛ? ମୁଁ ଜଣେ ପରୀ। ମୁଁ ଏ ମକା ଘରେ ବନ୍ଦୀ ହେଇଅଛି। ଦୟାକରି ମୋତେ ସାହାଯ୍ୟ କର। ମୋତେ ଏଠୁ ମୁକ୍ତ କର। ମୋତେ ଏ ଅନ୍ଧାର ଘରେ ରହିବାକୁ ଆଉ ଭଲ ଲାଗୁନି। ମୋତେ ଏଠୁ ବାହାରିବାରେ ସାହାଯ୍ୟ କର। ତୁମେ ଆଉ କାନ୍ଦନି ପରୀ। ଆମେ ଜାଣିଛୁ ତୁମ ଯାଦୁର ଲାଠିକୁ କିଏ ନେଇଛି। ତୁମେ ଚିନ୍ତା କରନି। ଆଜି ରାତି ହିଁ ମୁଁ ସେମାନଙ୍କଠୁ ଯାଦୁର ଲାଠି ଆଣି ତୁମକୁ ମୁକ୍ତ କରିବି। ଏମିତି କହି ଚଢ଼େଇ ରାତିରେ ଚୁପ୍ ଚୁପ୍ କାଉଙ୍କ ଘରକୁ ଗଲା। ସେତେବେଳେ କାଉମାନେ ଶୋଇଥିଲେ। ସେଇ ସୁଯୋଗରେ ଚଢ଼େଇ ତାଙ୍କ ଘରୁ ଯାଦୁର ଲାଠି ନେଇ ଆସିଲା। ଦୁଷ୍ଟ କାଉ ଦଳ, ପରୀକୁ ବନ୍ଦୀ କରି ତମେମାନେ ଆମ ଉପରେ ଅତ୍ୟାଚାର କରୁଛ ନା? ଏବେ ଯେତେବେଳେ ପରୀ ମୁକ୍ତ ହେବ ସେ ତମମାନଙ୍କୁ ଉଚିତ ଶିକ୍ଷା ଦେବ। ଏମିତି କହି ଚଢ଼େଇ ଶୀଘ୍ର ମକା ଘର ପାଖକୁ ଗଲା। ଯେମିତି ଚଢ଼େଇ ସେ ମକା ଘର ପାଖରେ ନେଇ ଯାଦୁର ଲାଠିକୁ ରଖିଲା, ପରୀ ମୁକ୍ତ ହେଇ ବାହାରକୁ ଆସିଲା। ତମମାନଙ୍କୁ ଅନେକ ଅନେକ ଧନ୍ୟବାଦ। ଆଜି ତମ ପାଇଁ ମୁଁ ମୁକ୍ତ ହେଇପାରିଲି। ନା ନା ପରୀ, ଧନ୍ୟବାଦ ଦେବାକୁ ପଡ଼ିବନି। ତୁମକୁ ମୁକ୍ତ କରିପାରି ଆମେ ଅନେକ ଖୁସି। ଏଇ ତୁମ ଯାଦୁର ଲାଠି ନିଅ। ଏବେ ସେ ଦୁଷ୍ଟ ପକ୍ଷୀ ମାନଙ୍କୁ ମୁଁ ଶାସ୍ତି ଦେବି। ସେମାନେ ମୋ ଉପରେ ଆଉ ଜଙ୍ଗଲର ଅନ୍ୟ ଚଢ଼େଇ ମାନଙ୍କ ଉପରେ ଅନେକ ଅତ୍ୟାଚାର କରିଛନ୍ତି। ଆଉ ତାଙ୍କର ରକ୍ଷା ନାହିଁ। ଏମିତି କହି ପରୀ କାଉମାନଙ୍କ ଘରକୁ ଗଲା। ଆଉ ତାଙ୍କ ବଡ଼ ଘରକୁ ଭଙ୍ଗା ଘର କରିଦେଲା। ସେ ଜଙ୍ଗଲର ଅନ୍ୟ ଚଢ଼େଇ ମାନଙ୍କ ଘରକୁ ପୂର୍ବ ଭଳି କରିଦେଲା। ଏମିତି ଦେଖି ତ ଚଢ଼େଇମାନେ ଖୁବ୍ ଖୁସି ହେଇଗଲେ। ତାପରେ ପରୀ ସେଠାରୁ ଚାଲିଗଲା। ସେପଟେ କାଉମାନେ ପୁରା ଥଣ୍ଡା ଦିନ ସେଇ ଭଙ୍ଗା ଘରେ ରହି ବିତେଇଲେ। ଏମିତି ସେମାନେ ନିଜ ଭୁଲର ଶାସ୍ତି ପାଇଲେ।